କୋଣାର୍କ ବନଖଣ୍ଡରେ ଲାଗିଲା ନିଆଁ। ଅଗ୍ନିଶମ ବିଭାଗ ପକ୍ଷରୁ 1 ଘଣ୍ଟା ପରିଶ୍ରମ ପରେ ନିଆଁ ଆୟତ୍ତ। କୋଣାର୍କ ଚନ୍ଦ୍ରଭାଗା କୋଣାର୍କ ବନଖଣ୍ଡ ଅଧୀନସ୍ଥ ବନଖଣ୍ଡ ଚାରା ପ୍ରସ୍ତୁତ କେନ୍ଦ୍ର ସମ୍ମୁଖ ବାଣପଦା ସୁରକ୍ଷା ଜଙ୍ଗଲରେ ଲାଗିଲା ନିଆଁ। ଖବର ପାଇ ଚମ୍ପାହାର ଅଗ୍ନିଶମ ବିଭାଗର 5 ଜଣ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ 1 ଘଣ୍ଟା ପରିଶ୍ରମ କରି ନିଆଁକୁ କଲେ ଆୟତ୍ତ। ପୁରୀ କୋଣାର୍କ ମୁଖ୍ୟ ରାସ୍ତା ବନଖଣ୍ଡ ଚାରା ତିଆରି କରୁଥିବା କେନ୍ଦ୍ର ସମ୍ମୁଖରେ ଥିବା ଜଙ୍ଗଲରେ କିଏ ଜଣେ ଅସାମାଜିକ ବ୍ୟକ୍ତି କିଆବୁଦାରେ ନିଆଁ ଲଗାଇ ପଳାଇ ଯାଇଥିଲା। ନିଆଁର ଜଳିବା ଏପରି ଥିଲା, ବାଣପଦା ସୁରକ୍ଷା ଜଙ୍ଗଲ ଜଳିବାକୁ ଲାଗିଥିଲା। ସେହି ରାସ୍ତାରେ କିଛି ଯୁବକ ଚାଲି ଯାଉଥିବା ସମୟରେ ଜଙ୍ଗଲ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ଚମ୍ପାହାର ଅଗ୍ନିଶମ ବିଭାଗର 5 ଜଣ କର୍ମଚାରୀ ଏକ ପାଣି ବୋଝେଇ ଗାଡ଼ି ଧରି ପହଞ୍ଚିଲା ବେଳକୁ ବାଣପଦା ଜଙ୍ଗଲର ଝାଉଁ ଜଙ୍ଗଲ ଜଳୁଥିବା ଦେଖି ନିଆଁକୁ ଲିଭାଇ ଆୟତ୍ତକୁ ଆଣିଥିଲେ। ସେ ପର୍ଯ୍ୟନ୍ତ କୋଣାର୍କ ବନଖଣ୍ଡ ଅଧିକାରୀ ପହଞ୍ଚି ନଥିବା ମଧ୍ୟ ଦେଖାଯାଇଛି। ଯଦି ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ତାହେଲେ ବାଣପଦା ଓଡ଼ିଶୀ ଜଙ୍ଗଲ ସହ ରାଉଳପାଟଣା ଇରିସି ଜଙ୍ଗଲ ଜଳି ପାଉଁଶ ହୋଇଥାନ୍ତା। ଏପରି ବାରମ୍ବାର ଜଙ୍ଗଲରେ ନିଆଁ ଲାଗିବା ଦେଖି ଦେଉଥିଲେ ହେଁ ବନ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବାକୁ ନେଇ ବନ ବିଭାଗର ପାରିଆ ପଣିଆ ପଦାରେ ପଡ଼ିଛି। ତୁରନ୍ତ ପୁରୀ ବନ ବିଭାଗ ଦୃଷ୍ଟି ଆକର୍ଷଣ କରିବା ସାଧାରଣରେ ଦାବି ହୋଇଛି। କୋଣାର୍କରୁ ପ୍ରକାଶ କାଣ୍ଡିଙ୍କ ରିପୋର୍ଟ, HRTV ଓଡ଼ିଆ।